କଥା ହେଉଛି କ'ଣ କି ପ୍ରଶାନ୍ତ ଜଗଦେବ ଜଣେ ବାହୁବଳୀ ନେତା ଭାବରେ ପରିଚିତ ଏବଂ ତାଙ୍କର ଆଚରଣ ଉଚ୍ଚାରଣ ସବୁବେଳେ ମାନେ ନିହାତି ଉତ୍ତେଜନାପୂର୍ଣ୍ଣ ଏବଂ କାର୍ଯ୍ୟକଳାପ ମଧ୍ୟ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ। ସେ ଏଇଭଳି ଭାବରେ ଜଣେ ବାହୁବଳୀ ନେତା ଭାବରେ ସେ ପରିଚିତ। ଅତୀତରେ ବାଣପୁର ନିର୍ବାଚନ ମଣ୍ଡଳୀରେ ସେ ତାଙ୍କର ଯେଉଁମାନେ ସବୁ ତାଙ୍କୁ ବିରୋଧ କରୁଥିଲେ ତାଙ୍କ ଗସ୍ତକୁ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇବା ପାଇଁ ଉଦ୍ୟମ କରିକି ଗିରଫ ହୋଇଥିଲେ ଏବଂ ପରବର୍ତ୍ତୀ କାଳରେ ସେ ଖଲାସ ହୋଇଥିଲେ। ତେଣୁକରି ପ୍ରଶାନ୍ତ ଜଗଦେବଙ୍କ ପକ୍ଷରେ ମାନେ ଉତ୍ତେଜିତ ହୋଇ କୌଣସି ଏଭଳି ଆଚରଣ କରିବା, କାହାକୁ ବାଡ଼େଇବା ମାରିବା ଏଗୁଡ଼ାକ ବିଚିତ୍ର ନୁହଁ। କାରଣ ସେ ତାଙ୍କର ଏଇଭଳି କାର୍ଯ୍ୟକଳାପ ଯୋଗୁଁ ସେ ମାନେ ସମଗ୍ର ଦେଶରେ ପରିଚିତ। ମାନେ ଓଡ଼ିଶାରେ ତାଙ୍କ ବିଷୟରେ ବହୁ ସମ୍ବାଦ ଏଭଳି ପ୍ରକାଶ ପାଇଛି ପୂର୍ବରୁ ଏବଂ ଏବେ ମଧ୍ୟ ପ୍ରଶାନ୍ତଙ୍କର ସେଭଳି ଆଚରଣ ଚାଲୁ ରହିଛି ବୋଲି ବର୍ତ୍ତମାନ ଯେଉଁ ଗତକାଲି ଘଟିଥିବା ଘଟଣାରୁ ପ୍ରମାଣିତ ହେଉଛି। ତେଣୁ ଏଇ ଯେଉଁ ସବୁ ବ୍ୟବସ୍ଥାରେ ତାଙ୍କର ଏଭଳି ବ୍ୟାକଗ୍ରାଉଣ୍ଡ ଜାଣିକରି ଯେହେତୁ ବିଜେପି ତାଙ୍କୁ ଟିକେଟ୍ ଦେଇଛି, ତେଣୁ ବିଜେପି ଦଳ ଏଭଳି ବ୍ୟାକଗ୍ରାଉଣ୍ଡ ଥିବା ଲୋକମାନଙ୍କୁ ଯେଉଁମାନେ ହିଂସାକାଣ୍ଡରେ ବିଶ୍ୱାସ କରନ୍ତି ସେଭଳି ଲୋକମାନଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେପି ଆଗ୍ରହ ଦେଖାଉଛି। କାରଣ ବିଜେପିର ଧାରଣା ଯେ କେବଳ ଲୋକମାନଙ୍କୁ ଡରାଇ ମରେଇ ଭୋଟ ଆହରଣ କରିହେବ, ଭୋଟ ମାନେ କଲେକ୍ଟ କରିକିରି ବିଜୟ ହାସଲ କରିହେବ। ତେଣୁ ଏଇ ଯେଉଁ ଅବସ୍ଥା, ଏଇଟା ଯେ ଗୋଟେ ବର୍ତ୍ତମାନ ଆମର ସଂସଦୀୟ ଗଣତନ୍ତ୍ରରେ ଗୋଟେ କଳା ଦାଗ ସୃଷ୍ଟି କରୁଛି, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଦେଖାଯାଉଛି ଯେ ବିଜୟ ପାଇଁ ମାନେ ଯେନତେନ ପ୍ରକାରରେ ବିଜୟ ହାସଲ କରିବା ପାଇଁ କେତେକ ରାଜନୈତିକ ଦଳ ଏଭଳି ଆଚରଣ କରୁଛନ୍ତି ଏବଂ ଏଭଳି ଲୋକମାନଙ୍କୁ ନିଜର ପ୍ରାର୍ଥୀ କରୁଛନ୍ତି। ସେଇଟା ଗୋଟେ ଯଦିଓ ଅତ୍ୟନ୍ତ ଦୁଃଖଦାୟକ ଘଟଣା, କିନ୍ତୁ ବର୍ତ୍ତମାନ ଦେଖାଦେଉଛି ଯେ ବିଜେପି ଭଳି ମାନେ ସମଗ୍ର ଦେଶର ସବୁଠୁ ବଡ଼ ରାଜନୈତିକ ଦଳ ସେମାନେ ମାନେ ନିର୍ବାଚନ ଆଚରଣ ବିଧିକି ଫଲୋ କରିବା ବା ସେଭଳି ମାନେ ନିର୍ବାଚନର ସ୍ୱଚ୍ଛତା କିଭଳି ଅଣାଯିବ ସେ ବାବଦରେ ଉଦ୍ୟମ କରିବା ପରିବର୍ତ୍ତେ ଯେଭଳି ଯେଉଁ ବାହୁବଳୀ ନେତାମାନଙ୍କୁ ସେମାନେ ଦଳୀୟ ପ୍ରାର୍ଥୀ କରୁଛନ୍ତି, ଯେଉଁମାନେ କି ବିଜୟ ହାସଲ କରିବା ପାଇଁ ବିଭିନ୍ନ ପ୍ରକାର ଅସଦାଚରଣ କରୁଛନ୍ତି ଏବଂ ବିଭିନ୍ନ ସମୟରେ ଲୋକଙ୍କୁ ଡରେଇ ମରେଇ ଭୋଟ ଆଦାୟ କରିବା ପାଇଁ ଉଦ୍ୟମ କରୁଛନ୍ତି। ପ୍ରଶାନ୍ତ ଜଗଦେବଙ୍କର ଅତୀତ ଇତିହାସ ମାନେ ସେଗୁଡ଼ିକ ସବୁ ଲିପିବଦ୍ଧ ହେଇଛି ଅତୀତ ଇତିହାସରେ। କିନ୍ତୁ ବିଜେପି ଦଳ ଜାଣିଶୁଣି ମଧ୍ୟ ସେଭଳି ଜଣେ ନେତାଙ୍କୁ ଟିକେଟ୍ ଦେଇଛି ଏବଂ ପ୍ରଶାନ୍ତ ଗତକାଲି ଯେଭଳି ଭାବରେ ଆଚରଣ କରିଛନ୍ତି, ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କୁ ହସ୍ପିଟାଲାଇଜ୍ କରିଛନ୍ତି, ମାନେ ଏହା ଯେ ଅତ୍ୟନ୍ତ ଦୁଃଖଦାୟକ ଏଥିରେ ସନ୍ଦେହ ନାହିଁ। ଏହା ମାନେ ସମ୍ବାଦପତ୍ରର ସ୍ୱାଧୀନତା ଉପରେ ଗୋଟେ ଚରମ ଆକ୍ରମଣ ବୋଲି କହିଲେ ଅତ୍ୟୁକ୍ତି ହେବନି। ଏବଂ ବିଜେପି ସେ ଏଭଳି କ୍ୟାଣ୍ଡିଡେଟ୍ମାନଙ୍କୁ କାହିଁକି ପ୍ରାର୍ଥୀ କରୁଛି ଏବଂ ଏଭଳି କ୍ୟାଣ୍ଡିଡେଟ୍ମାନଙ୍କ ବିରୁଦ୍ଧରେ ସୋମୋଟୋ ଆକ୍ସନ୍ ନେବା ପରିବର୍ତ୍ତେ ସେମାନଙ୍କୁ ବାରମ୍ବାର ଉତ୍ସାହିତ କରୁଛି, ଏଇଟା ଏକ ନିହାତି ମାନେ ଦୁଃଖଦାୟକ ଘଟଣା। ଏବଂ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଯଦିଓ ବହୁତ ଦୁଃଖଦାୟକ ଏବଂ ବହୁତ ମାନେ ଗୁରୁତ୍ୱପୂର୍ଣ୍ଣ, ବିଜେପି ସେଇଟାକୁ ଉପଲବ୍ଧି କରୁନଥିବା ଯୋଗୁଁ ସିଏ ଜାଣିଶୁଣିକରି ଏଭଳି ଲୋକମାନଙ୍କୁ ପ୍ରାର୍ଥୀ କରୁଛି। ପ୍ରଶାନ୍ତ ଜଗଦେବ ତାଙ୍କର ଯେଉଁ କାଲିର ଯେଉଁ ଆଚରଣ ପାଇଁ ବିଜେଡ଼ି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଇଛି, କିନ୍ତୁ ନିର୍ବାଚନ କମିଶନ ଯାହା ତାଙ୍କର ଅତୀତର ଆଚରଣରୁ ଜଣାପଡ଼ିଛି ଯେ ନିର୍ବାଚନ କମିଶନ ହେଉଛନ୍ତି ଗୋଟେ ଦନ୍ତବିହୀନ ଅନୁଷ୍ଠାନ। ମାନେ ତାଙ୍କର କେବଳ ଦାନ୍ତ ଅଛି, ସେ ଦେଖାଇ ପାରିବେ, କିନ୍ତୁ କାହାକୁ କାମୁଡ଼ିକିରି କାହାକୁ ବିରୁଦ୍ଧରେ ଦଣ୍ଡବିଧାନ କଲା ଭଳି ଏଭଳି କୌଣସି ଦୃଷ୍ଟାନ୍ତ ପର୍ଯ୍ୟନ୍ତ ହେଇନାହିଁ। ତେଣୁକରି ଏହି ଦୃଷ୍ଟିରୁ ନିର୍ବାଚନ କମିଶନ ତାଙ୍କର ଯେଉଁ ସବୁ ଯେତିକି କ୍ଷମତା ଅଛି ସେ କ୍ଷମତାର ବର୍ତ୍ତମାନ ସଦ୍ବ୍ୟବହାର କରିବାର ସମୟ ଆସିଛି। ଯେଉଁ ପ୍ରାର୍ଥୀମାନେ ଏଭଳି ଔଦ୍ଧତ୍ୟପୂର୍ଣ୍ଣ ଆଚରଣ କରୁଛନ୍ତି ଏବଂ ହିଂସାକାଣ୍ଡ କରୁଛନ୍ତି ସେମାନଙ୍କୁ ସବୁଦିନ ପାଇଁ
ନିର୍ବାଚନରୁ ବ୍ୟାନ୍ କରିବା ପାଇଁ ନିର୍ବାଚନ କମିଶନ ପଦକ୍ଷେପ ନେବାର ନିହାତି ଆବଶ୍ୟକତା ରହିଛି ଏବଂ ପ୍ରଶାନ୍ତ ଜଗଦେବଙ୍କ କ୍ଷେତ୍ରରେ ତା ପ୍ରଥମ କରି ଗୋଟେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବାର ନିହାତି ଆବଶ୍ୟକତା ଅଛି ବୋଲି ମୁଁ ଅନୁଭବ କରୁଛି। ମୋର ଆଶା ଯେ ନିର୍ବାଚନ କମିଶନ ଏ ବାବଦରେ ସଚେତନ ହେବେ ଏବଂ କୌଣସି ସାମ୍ବାଦିକଙ୍କ ଉପରେ ଯେଭଳି ଆକ୍ରମଣ ନ ହୁଏ, ସାମ୍ବାଦିକ ହୁଅନ୍ତୁ ବା ସାଧାରଣ ଜନତା ହୁଅନ୍ତୁ, ଏଭଳି ଆକ୍ରମଣ ନ ହୁଏ ସେ ବାବଦରେ ପଦକ୍ଷେପ ନେବାର ନିହାତି ଆବଶ୍ୟକତା ଅଛି। ଆମର ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଯାହା ଯିଏ ସୁରକ୍ଷା ଦେବା ପାଇଁ ମାନେ ସମର୍ଥ ହେଉନାହାନ୍ତି ଏବଂ ସମର୍ଥ ହେବା ପରିବର୍ତ୍ତେ ତାଙ୍କୁ ଆକ୍ରମଣ କରିକରି ସେ ଚତୁର୍ଥ ସ୍ତମ୍ଭଟିକୁ ଧୂଳିସାତ୍ କରିବା ପାଇଁ ଉଦ୍ୟମ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ ଏବଂ ମୁଁ ଆଶା କରୁଛି ନିର୍ବାଚନ କମିଶନ ଏ ବାବଦରେ ନିଶ୍ଚିତ ଭାବରେ ସଚେତନ ହେବେ ଓ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ମାନେ ଆଶାନୁରୂପ ଏବଂ ଅନ୍ତତଃ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ। ଆଉ ରହିଲା ଅପରାଜିତା ଷଡ଼ଙ୍ଗୀଙ୍କ କଥା, ଅପରାଜିତା ଷଡ଼ଙ୍ଗୀ ଯେତେବେଳେ ଯାଇଥିଲେ ତାଙ୍କ ନିର୍ବାଚନ ମଣ୍ଡଳୀର କେତେକ ଗ୍ରାମାଞ୍ଚଳକୁ, ସେଠି ତାଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ପ୍ରକୃତରେ ସେଠି ସ୍ଥାନୀୟ ବାସୀମାନେ ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ ଆଜି ପର୍ଯ୍ୟନ୍ତ କେଉଁଠି ଥିଲେ, କାରଣ ଗତ 5 ବର୍ଷ ଭିତରେ ଅପରାଜିତା ଷଡ଼ଙ୍ଗୀ ସେସବୁ ଗାଁକୁ ଯାଇନଥିଲେ ଏବଂ ସେ ଯଦିଓ ସେ ସବୁବେଳେ ବଡ଼ ବଡ଼ କଥା କହନ୍ତି ଏବଂ ଜଣେ ବଡ଼ ପ୍ରଶାସକ ଭାବରେ ତାଙ୍କର ସର୍ବଭାରତୀୟ ପ୍ରଶାସକ ଭାବରେ ତାଙ୍କର ଯଥେଷ୍ଟ ଦକ୍ଷତା ଅଛି ବୋଲି ଦାବି କରନ୍ତି, କିନ୍ତୁ ସେ ଜନସାଧାରଣଙ୍କୁ ନିଜ ନିର୍ବାଚନ ମଣ୍ଡଳର ଜନସାଧାରଣଙ୍କୁ ଯେଭଳି ଭାବରେ ଗୁରୁତ୍ୱ ଦେବା କଥା ଏବଂ ନିର୍ବାଚନ ମଣ୍ଡଳୀରେ ଯେଭଳି ଭାବରେ ସୁବିଧା ଅସୁବିଧା ବୁଝି ତାଙ୍କୁ ସେସବୁର ସମାଧାନ କରିବା ପାଇଁ ଉଦ୍ୟମ କରିବା କଥା ଏବଂ ନିଜ ନିର୍ବାଚନ ମଣ୍ଡଳ ଜନସାଧାରଣଙ୍କ ସହିତ ଯେଭଳି ଭାବରେ ଲୋକ ସମ୍ପର୍କ ରଖିବା କଥା, ଅପରାଜିତା ଷଡ଼ଙ୍ଗୀ ଛଣଗିରିର ଗ୍ରାମବାସୀମାନଙ୍କ ସହିତ ସେଭଳି ସମ୍ପର୍କ ରଖିନଥିଲେ, ଯାହାଫଳରେ କି ଛଣଗିରିର ଗ୍ରାମବାସୀମାନେ ସେମାନଙ୍କୁ ତାଙ୍କର ଗସ୍ତକୁ ବିରୋଧ କରିଥିଲେ। କାରଣ ଛଣଗିରି ହେଉଛି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଗୋଟେ ନିହାତି ଶିକ୍ଷିତ ଗାଁ ଏବଂ ସେ ଛଣଗିରିର ମାନେ ବହୁ ଶିକ୍ଷିତ ଯୁବକ ଅଛନ୍ତି ଏବଂ ଏକଦା ସେ ଛଣଗିରିର ଜଣେ ଯୁବକ ଚନ୍ଦ୍ରଭାନୁ ପଟ୍ଟନାୟକ ସମାଜ ଭଳି ଗୋଟେ ଖବରକାଗଜର ସମ୍ପାଦକ ଥିଲେ ଏବଂ ଛଣଗିରିରେ ସେ ଅଞ୍ଚଳରେ ବହୁତ ଶିକ୍ଷିତ ଲୋକ ଅଛନ୍ତି ଏବଂ ଶିକ୍ଷିତମାନଙ୍କ ସହିତ ବି ମାନେ ଯେଉଁମାନେ ବି ମାନେ ବିଶେଷ ଶିକ୍ଷାଗତ ଯୋଗ୍ୟତା ନଥିଲେ ବି ସେମାନେ ସବୁ ପଲିଟିକାଲି କନସସ୍, କାରଣ ସେଇ ଅଞ୍ଚଳଟା ହେଉଛି ଶିବାଜୀ ପଟ୍ଟନାୟକ ପ୍ରଭୃତି ବହୁ ଶିବାଜୀ ପଟ୍ଟନାୟକ, ପ୍ରାଣନାଥ ପଟ୍ଟନାୟକ ଏଭଳି ବହୁ ରାଜନୀତିଜ୍ଞମାନଙ୍କର ମାନେ କ୍ରୀଡ଼ାଭୂମି ଥିଲା। ସେହି ଦୃଷ୍ଟିରୁ ଛଣଗିରିର ଗ୍ରାମବାସୀମାନେ ଏହି ନିର୍ବାଚନ ମଣ୍ଡଳୀରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରିବା କିଛି ନୂଆ କଥା ନୁହଁ। ଅପରାଜିତା ଷଡ଼ଙ୍ଗୀ କି ମାନେ ଏଇଟା ହୁଏତ ସେ ଅଞ୍ଚଳର ପ୍ରଥମ ବିରୋଧ ନୁହେଁ, ପୂର୍ବରୁ ମଧ୍ୟ ଅପରାଜିତା ଷଡ଼ଙ୍ଗୀ ବିଭିନ୍ନ ଅଞ୍ଚଳରେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଆଜି ପର୍ଯ୍ୟନ୍ତ ଆପଣ କେଉଁଠି ଥିଲେ, ଆପଣ କାହିଁକି ଏ ଅଞ୍ଚଳକୁ ଆସିନଥିଲେ। ଗତ 5 ବର୍ଷ ଭିତରେ ଅପରାଜିତା ଷଡ଼ଙ୍ଗୀ ବହୁ ଗାଁକୁ ଯାଇନାହାନ୍ତି, ସେ କେବଳ ବସିକରି ଟିଭି ମାଧ୍ୟମରେ ଏବଂ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ସେ ନିଜର ଭାଷଣ ଦେଇକରି ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଉଦ୍ୟମ କରିଛନ୍ତି। ଜନସାଧାରଣଙ୍କ ସମସ୍ୟା ବିଷୟରେ ସେ କେବେ ହେଲେ ମାନେ ଟିକିନିଖି ବୁଝିବା ପାଇଁ ଚେଷ୍ଟା କରୁନାହାନ୍ତି, ଯେଉଁଥିପାଇଁ ତାଙ୍କୁ ବର୍ତ୍ତମାନ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଏବଂ ନିର୍ବାଚନରେ ଏଭଳି ବହୁ ସମସ୍ୟା ତାଙ୍କୁ ଫେସ୍ କରିବାକୁ ପଡ଼ିବ ଏବଂ ଅପରାଜିତା ଷଡ଼ଙ୍ଗୀ ଯଦି ତାଙ୍କର ଆଚରଣ ଏବଂ ଉଚ୍ଚାରଣର ଶୈଳୀ ନ ବଦଳାନ୍ତି ତେବେ ତାଙ୍କୁ ଯେ ଏହି ନିର୍ବାଚନରେ ହୁଏତ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିପାରେ, ଏଥିରେ ବିସ୍ମିତ ହେବାର କିଛି କାରଣ ରହିବ ନାହିଁ। ଅପରାଜିତା ବର୍ତ୍ତମାନ ପରିସ୍ଥିତିରେ ନିଜର ମାନେ କାର୍ଯ୍ୟକ୍ରମକୁ ସେ ସଫଳ ଓ ସୁଗମ କରିବା ପାଇଁ ଉଦ୍ୟମ କରିବାର ନିହାତି ଆବଶ୍ୟକତା ଅଛି। ଭୋଟଦାତାମାନେ ହେଉଛନ୍ତି ପ୍ରକୃତରେ ଈଶ୍ୱର ଏବଂ ସେ ଈଶ୍ୱରଙ୍କୁ କିଭଳି ଭାବରେ ପୂଜା କରାଯାଏ ସେଇଟା ପ୍ରତ୍ୟେକ ଭୋଟଦାତା
ଅନୁଭବ କରିବା ଉଚିତ ଏବଂ ପ୍ରତ୍ୟେକ ଯେଉଁମାନେ ସବୁ ପ୍ରତିଦ୍ୱନ୍ଦ୍ୱୀ ଯେଉଁମାନେ ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଚାହୁଁଛନ୍ତି ପ୍ରତ୍ୟେକ ପ୍ରାର୍ଥୀ ସେ କଥା ରିଅଲାଇଜ୍ କରି ସେମାନଙ୍କୁ ମଧ୍ୟ ସେଭଳି ଅନୁରୂପ ବ୍ୟବହାର କରିବାର ନିହାତି ଆବଶ୍ୟକତା ରହିଛି।